ଅମୃତ ବାବଦରେ ଆଲୋଚନା କରିବା ଯେ ଆପଣମାନେ ଜାଣିଛନ୍ତି ସମୁଦ୍ର ମନ୍ଥନ ବେଳେ ଯେତେବେଳେ ଦେବତା ଏବଂ ଅସୁରମାନଙ୍କର ହିଁ ଯୁଦ୍ଧ ଚାଲିଲା, ସେତେବେଳେ ସମୁଦ୍ର ମନ୍ଥନ ହେଲା। ସମୁଦ୍ର ମନ୍ଥନରେ ହିଁ ଅମୃତ ସୃଷ୍ଟି ହେଇଥିଲା ବା ମିଳିଥିଲା। ତେଣୁ ଅମୃତ ପାନ କଲେ ମଣିଷ କ'ଣ କରେ ନା ସାରା ଜୀବନ ଆନନ୍ଦରେ ରହେ। କୁହନ୍ତିନି ଅମୃତ ମିଳିଛି, ତାହାର ତ ଆନନ୍ଦ ମିଳିଛି। ଏ କଳିଯୁଗରେ ଅମୃତ କ'ଣ, ତାହା କିପରି ଭାବରେ ମଣିଷ ଅନୁଭବ କରେ, ସେ ବାବଦରେ ଆଲୋଚନା କରିବା। ଆପଣ ଜାଣିଛନ୍ତି ଯେତେବେଳେ କୌଣସି ପ୍ରସାଦ ମଣିଷ ଗ୍ରହଣ କରେ, ତାର ମନ ପ୍ରସନ୍ନତା ଆସିଥାଏ। ପ୍ରସାଦରୁ ପ୍ରସନ୍ନତା ଆସିଥାଏ। ପ୍ରସନ୍ନ ଅର୍ଥ ସେ ଖୁସି ଆନନ୍ଦ ଅନୁଭବ କରିଥାଏ, କାରଣ ସେ ପ୍ରସାଦ ସେବନ କରୁଛି। ପରମେଶ୍ୱରୀଙ୍କ ପାଖରେ ଯେଉଁ ଲାଗି ହୋଇଥାଏ ପ୍ରସାଦ, ଯଦି ମଣିଷ ତାହା ଗ୍ରହଣ କରେ ତାହେଲେ ତାହାର ମନ ପ୍ରଫୁଲ୍ଲିତ ହୋଇଥାଏ ବା ପ୍ରସନ୍ନିତ ହୋଇଥାଏ। କିନ୍ତୁ ପ୍ରକୃତରେ ହିଁ କ'ଣ ସୁଷମ ଖାଦ୍ୟ ବା ବିଭିନ୍ନ ପ୍ରକାର ସୁଷମ ଖାଦ୍ୟରେ ହିଁ ଅମୃତ ମିଳିଥାଏ? ଆପଣମାନଙ୍କ ମତରେ ହୁଏତ ତାହା ଠିକ୍ ହେଇଥାଇପାରେ, କାରଣ ଯେତେବେଳେ ମଣିଷଟିଏ ବହୁତ ଭଲ ଭଲ ଖାଦ୍ୟ ଖାଏ ଏବଂ ଯେତେବେଳେ ସବୁ ପ୍ରକାର ଖାଦ୍ୟ ତା ପାଖରେ ଥାଏ, ସେ ହୁଏତ ଅନ୍ୟକୁ ଦେଖାଇବା ପାଇଁ କହିଥାଏ ଆଜି ଅମୃତ ଭୋଜନ ହେଇଛି, କିନ୍ତୁ ସେ ପ୍ରକୃତରେ କ'ଣ ଅମୃତ ଅନୁଭବ କରିଥାଏ ବା ପାଇଥାଏ? ମୋ ମତରେ କିନ୍ତୁ ତାହା ମିଥ୍ୟା। କାରଣ ସୁଷମ ଖାଦ୍ୟରେ ଅମୃତ ନଥାଏ। ସବୁ ପ୍ରକାର ଖାଦ୍ୟ ତା ପାଖରେ ଥାଉ, କିନ୍ତୁ ତାହା ଅମୃତ ବୋଲି ଚିନ୍ତା କରିବା ମିଥ୍ୟା ଅଟେ। କିନ୍ତୁ ମୋ ମତରେ ଅମୃତ ହେଉଛି ଭୋକ ଲାଗିଲେ ଯେଉଁ ଖାଦ୍ୟ ମିଳିଥାଏ ତାହା ହିଁ ଅମୃତ ପାଲଟି ଯାଇଥାଏ। କିନ୍ତୁ ଭୋକ ଯଦି ଲାଗିନଥାଏ, ଯଦି ସୁଷମ ଖାଦ୍ୟ ତା ପାଖରେ ଥାଏ, ଯେତେ ପ୍ରକାର ଖାଦ୍ୟ ଥାଉ, ଯେତେ ପ୍ରକାର ଖାଦ୍ୟ, କିନ୍ତୁ ତାହା ଅମୃତ ବୋଲି କୁହାଯିବ ନାହିଁ। ଭୋକ ଲାଗିଲେ ଯେକୌଣସି ଖାଦ୍ୟ ଥାଉ ତାହା ଅମୃତ ପାଲଟିଯାଏ ଏବଂ ସେହି ସମୟରେ ହିଁ ସେ ମଣିଷଟିଏ ଖାଇ ତାହା ଅମୃତ ଅନୁଭବ କରିପାରେ। ତା ଅର୍ଥ ତା ଆତ୍ମା ତୃପ୍ତି ତାକୁ ମିଳିଥାଏ। ସେହି ଆତ୍ମତୃପ୍ତି ହିଁ ପରମାତ୍ମାଙ୍କର କୃପା ଅଟେ। ଆଉ ଏ ଯେଉଁ ଭୋକ ଲାଗିବାଟା ହିଁ ପରମାତ୍ମାଙ୍କର କୃପା ଅଟେ। ତେଣୁ ଏ ପରମାତ୍ମାଙ୍କର କୃପା ଯେତେବେଳେ ଜଡ଼ିତ ହୋଇଥାଏ ଏ ଶରୀରରେ ଏବଂ ଖାଦ୍ୟରେ, ସେତେବେଳେ ତାହା ଅମୃତ ହେଇଯାଇଥାଏ ସେ ଖାଦ୍ୟଟି। ତେଣୁ ଜାଣିଲେ ପ୍ରକୃତ ଅମୃତ ଭୋକ ଲାଗିଲା ବେଳେ ହିଁ ମଣିଷଟିଏ ଅନୁଭବ କରିଥାଏ।